କପାଳଠୁ ନାକ ଯାଏ ଲମ୍ବା ତିଳକ, ଦେହରେ ଧଳା ବସ୍ତ୍ର, ମୁହଁରେ ପ୍ରବଚନ, ରାତିରେ ରାସଲୀଳା। ଚୈତନ୍ୟ ମହାପ୍ରଭୁଙ୍କ ବଡ଼ ଭକ୍ତ, ନିତ୍ୟ ନାମ ସଂକୀର୍ତ୍ତନ ଆଉ ମଥାରେ କପାଳଠୁ ନାକ ଯାଏ ଲଗେଇଛନ୍ତି ଲମ୍ବା ତିଳକ। ପ୍ରବଚନ ଓ ସଂକୀର୍ତ୍ତନ ଆଳରେ ମହିଳା ଓ ଯୁବତୀଙ୍କୁ ବିମୋହିତ କରି ତାଙ୍କୁ କାବୁକୁ ନେଉଥିଲେ। ନିଜକୁ ମହାପ୍ରଭୁଙ୍କ ଭକ୍ତ ବୋଲାଉଥିବା ଯୁବକ ଜଣକ ହେଲେ ଇଂରାଜୀରେ ମହାପ୍ରଭୁ ଚୈତନ୍ୟଙ୍କ ଭାଷଣ ମାରି ମହିଳାଙ୍କୁ ଆକର୍ଷିତ କରୁଥିବା ଏହି ଭଣ୍ଡ ବାବା ଶେଷରେ ପୋଲିସ ହାତରେ ଧରା ପଡ଼ିଛନ୍ତି। ତେବେ ଏହି ରସିକା ବାବା ଜଣେ ଖାଲି ସାଧୁ ନୁହନ୍ତି, ପେଶାରେ ଜଣେ IITian। ମେକାନିକାଲରେ ଡିଗ୍ରୀ ହାସଲ ପରେ ହୋଇଯାଇଥିଲେ ସାଧୁ ବାବା। ନାଁ ହେଉଛି ଅଭିଷେକ ଓରଫ ଆଦରକତା ନାରାୟଣ ଦାସ। ନାଁ ହେଉଛି ଅଭିଷେକ ଓରଫ ଆଦିକର୍ତ୍ତା ନାରାୟଣ ଦାସ। ଆଉ ଘର ମଧ୍ୟ ଭୁବନେଶ୍ୱରରେ। ଆଉ ଏହି ଭୁବନେଶ୍ୱରରୁ ସିଧା ମଥୁରାକୁ କରିଛନ୍ତି ଯାତ୍ରା। ସେଠାରେ ନିଜକୁ ଇସ୍କନ ଭକ୍ତ କହି ନାମ ସଂକୀର୍ତ୍ତନରେ ମଜି ରହୁଥିଲା ଆଉ ମହିଳାମାନଙ୍କୁ ଆକର୍ଷିତ କରୁଥିଲା। ଶୁଣିଲେ ତ ଆଜ୍ଞା। ତେବେ ଏହି ଭଣ୍ଡ ବାବାଙ୍କ ନାଁରେ ଅଭିଯୋଗ ପରେ ଉତ୍ତରପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିନେଇଛି। ଆଉ ଗିରଫ ପରେ ତାଙ୍କର ସବୁ କିଛି ଭାଣ୍ଡା ବି ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ବିରଜା ନ୍ୟୁଜ।